ସାର୍ ଆପଣ ପରିଚୟଟା ଦିଅନ୍ତୁ। नीलकंठ रेड्डी गंजाम जिला युव सभापति आम आदमी पार्टी। କ'ଣ ରହିଛି ସାର୍ ଆଜି କ'ଣ ରହିଛି ସାମ୍ବାଦିକ ସମ୍ମିଳନୀ କ'ଣ ରହିଛି ଅଭିଯୋଗ? ଆଜିର ସାମ୍ବାଦିକ ସମ୍ମିଳନୀ ହେଇଛି। ଆଜିର ଅଭିଯୋଗ ଅଛି ଏନ୍ଏସି ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଯେଉଁ ଅଛି ଗୋପାଳପୁରରେ ସେଠି ବହୁତ ପ୍ରକାର ଦୁର୍ନୀତି ଆମେ ଦେଖୁଛୁ, ଲୋକଙ୍କର ସମସ୍ୟା ଆସୁଛି। ସେସବୁ ସମସ୍ୟା ସମାଧାନ ପାଇଁ ଆମେ କିଛି RTI ଆକ୍ଟର ତଥ୍ୟ ଆମେ ମାଗିଥିଲୁ, କିନ୍ତୁ ସେମାନେ ସେଟାକୁ ବାୟାସ କରିକି ଦେଇନାହାନ୍ତି ଆଜି। ଆଉ ଯାହା ଯେଉଁ କାମର ଦୁର୍ନୀତି ଅଛି ସେସବୁ କାମ ସବୁ ସେମାନେ ଲୁଚେଇଛନ୍ତି। ଆମେ ଯେତେବେଳେ ତାଙ୍କୁ କଣ୍ଟାକ୍ଟ କରିକି ବହୁତ ପ୍ରକାର ଫଲୋଅପ୍ କରିକି ଯେତେବେଳେ ମାଗୁଛୁ, ସେମାନେ ଆମକୁ ପରୋକ୍ଷ ଭାବରେ ଥ୍ରେଟନ୍ ଦେଉଛନ୍ତି ଅଫିସର ଯେଉଁମାନେ। ଆଜି ଅଫିସର ରାଜ ଚାଲିଛି ବୋଲି ଆମକୁ ଜଣାପଡ଼ୁଛି। ବର୍ତ୍ତମାନର ସରକାରର ସେମିତି କିଛି ନଜର ନାହିଁ। ବର୍ତ୍ତମାନର ବିଧାୟକ ସାଂସଦ ଦେଖିବେ ସେମାନେ ଉପର ଲେବୁଲରେ ହାୱାରେ ଉଡ଼ୁଛନ୍ତି, କିନ୍ତୁ କନସିକ୍ୱେନ୍ସିରେ ତାଙ୍କର କିଛି ନଜର ନାହିଁ। ଯାହାଫଳରେ ଯେଉଁ ସବୁ ଅଫିସର ମାନେ ଅଛନ୍ତି ସେମାନେ ତାଙ୍କର ସେଇ ପୁରୁଣା ଷ୍ଟାଇଲରେ ଯିଏ ଯାହାର କେମିତି ସରକାରଙ୍କର ଅର୍ଥ ବାଟମାରଣା ହେବ ସେସବୁ ପନ୍ଥା ସେମାନେ ଅବଲମ୍ବନ କରିକି ବାଟମାରଣା କରି ଚାଲିଛନ୍ତି। ସ୍ଥାନୀୟ ଲୋକଙ୍କୁ ନେଇକି ଯଦି ଆମେ ସମସ୍ୟା ପାଇଁ ବି ଯାଉଛୁ, ସେମାନେ ଗୋଟେ ପ୍ରକାର ରେସ୍ପନ୍ସ ବି ତାଙ୍କର 1% ବି ନାହିଁ। ତ ଯଦି ଆଗାମୀ ଦିନରେ ଏସବୁ ଠିକ୍ ଠାକ୍ ନ ହୁଏ, ମୁଁ ଆପଣଙ୍କ ମାଧ୍ୟମରେ ନିବେଦନ କରୁଛି, ଆଗାମୀ ଦିନରେ ଆମେ ଗୋଟେ 4-5 ଡେଜ୍ ଭିତରେ ଆମେ ଧାରଣା ଦେବୁ ତାଙ୍କ ଅଫିସ୍ ଆଗରେ। ଇଓଙ୍କୁ ବି ଆମେ ଲେଟର କରିଥିଲୁ, 7 ଡେଜ୍ର ଟାଇମ୍ ଦେଇଥିଲୁ, ତାଙ୍କର କିଛି ରିଆକ୍ସନ୍ ନାହିଁ। ତାଙ୍କର PIOଙ୍କର କିଛି ରିଆକ୍ସନ୍ ନାହିଁ। ତାଙ୍କର ଡିପାର୍ଟମେଣ୍ଟ ଯାଏଁ ଲେଟର ଗଲାଣି, ସେମିତି କିଛି ରିଆକ୍ସନ୍ ନାହିଁ। ଧାରଣା ତ ଦେବୁ ଆମେ, ଯଦି ସେଇଠି ସମାଧାନ ନ ହେଲା ଆଗାମୀ ଦିନରେ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ଯାଇକି ଆମେ ଯିବୁ। ଧମକ ଦେଉଛନ୍ତି ଯେ ଗଞ୍ଜାମ ପିଲା ସେମାନେ ଭାବୁଛନ୍ତି ମୁଁ ବି କୋଉଠି ବାହାରୁ ଆସିଛି, ମୁଁ ବି ଗଞ୍ଜାମ ପିଲା, ସେ ଜାଣିନାହାନ୍ତି। ମୁଁ ଏଠି ଗୋଟେ କନଷ୍ଟିଟ୍ୟୁଏନ୍ସିରେ ପ୍ରାର୍ଥୀ ହେଇଛି ମାନେ ନିଶ୍ଚିତ ଭାବରେ ଗଞ୍ଜାମ ଲିଙ୍କ୍ ଧାରଣା ଗୋଟେ 4-5 ଡେଜ୍ରେ ଆପଣଙ୍କୁ ଦେବୁ। NAC ବିଜ୍ଞାପିତ ଅଞ୍ଚଳ ପରିଷଦ ଗୋପାଳପୁର, ସେଟା ହେଉଛି ହାଉସିଂ ଅର୍ବାନ୍ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ଅଣ୍ଡରରେ ଯାଉଛି। ତ ସେଠିକାର PIO ଯିଏ ଅଛନ୍ତି, ଯେଇ ସବୁ ଗୋଟେ ମ୍ୟାଡ଼ାମ୍ ଅଛନ୍ତି, ସେ ତାଙ୍କର ଗୋଟେ ପରସେଣ୍ଟ ବି ରେସ୍ପନ୍ସ ନାହିଁ। ସେ ମୋତେ ଲାଗୁଛି କାହାର ଗୋଟେ ଇଙ୍ଗିତରେ ସେ ରେସ୍ପନ୍ସ କରୁନାହାନ୍ତି। ଏତେ ପାୱାରଫୁଲ୍ ଥ୍ରେଟନ୍ ଦେଉଛନ୍ତି, ଯେଉଁଟାକି ଗୋଟେ ଜନପ୍ରତିନିଧି ହିସାବରେ ଆମକୁ ବି ଦୁଃଖ ଲାଗୁଛି। ଆଉ ଆଗାମୀ ଦିନରେ ଆମେ ଗଣତାନ୍ତ୍ରିକ ଉପାୟରେ ଯାହା ବି ହେବ ଆମେ 100% ଦୁର୍ନୀତି ପର୍ଯ୍ୟନ୍ତ ଦେଖନ୍ତୁ। ଗୋପାଳପୁର ବେଳାଭୂମିକୁ ବହୁତ ପ୍ରକାର ଅର୍ଥ NAC ମାଧ୍ୟମରେ ଆସୁଛି, ସେଠି ବିନିଯୋଗ ହେଉନି। କିନ୍ତୁ ଆଜି ଦେଖିବେ ସେଠିକାର ବେଳାଭୂମିରେ ସଫାସୁତୁରା ସାନିଟେସନ୍ ଉପରେ ଆଜିକା ଡେଟ୍ରେ ବି କୋଶ୍ଚିନ୍, ଆଉ ଡେଭଲପମେଣ୍ଟ ଉପରେ ଦେଖିବେ କୌଣସି ପ୍ରକାର ସିକ୍ୟୁରିଟି ସୁରକ୍ଷା ଏସବୁ ଉପରେ ବି କୋଶ୍ଚିନ୍। ଆଉ ରୋଡ୍ ଏସବୁ ଦେଖନ୍ତୁ, ସେମାନେ ସବୁ ପ୍ରାଇମଲି ଯେଉଁ ରୋଡ୍ ଲୋକ ଯିବା ଆସିବା ହେବେ ସେସବୁ ରୋଡ୍କୁ ସେ ଚକାଚକ କରିଦେଇଛନ୍ତି। କିନ୍ତୁ ଭିତରକୁ ଆପଣ ଯେତେବେଳେ ଯିବେ, ଆମର ଡେଡିକେଟ୍ ଅଛି, ଆପଣ ଆସିଲେ କେତେବେଳେ ଗ୍ରାଉଣ୍ଡରେ ଦେଖିବେ, ମୁଁ ଡ୍ରେନ୍ରେ ଦେଖିବେ ପାଣି ଫୁଲ୍ ହେଇକି ଅଛି। ସ୍ଥାନୀୟ ଲୋକଙ୍କର ୱାର୍ଡ ଯେଉଁମାନେ ରହୁଛନ୍ତି ସମସ୍ୟା ହେଉଛି ବହୁତ ପ୍ରକାର ସେଠି ଅଛି। ଆପଣ ଗ୍ରାଉଣ୍ଡକୁ ଆସିଲେ ଦେଖିବେ।